ଆଜିର ଏହି କାଳାଂଶକୁ ସ୍ୱାଗତ। ଆଜି ଆମେ ପ୍ରଥମ ଶ୍ରେଣୀ ସାଧାରଣ ବିଜ୍ଞାନ ବହିର ଜଳ ପାଠଟିକୁ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ଯାଏଁ ଏହି ଭିଡ଼ିଓଟିକୁ ଦେଖ, କାରଣ ଭଲ ଭାବରେ ବୁଝିପାରିବ। ଯେଉଁମାନେ ଆମ ଚ୍ୟାନେଲକୁ ନୂଆ କରି ଦେଖୁଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ତେବେ ଆସ ପିଲାମାନେ ଏହି ପାଠଟି ଆଲୋଚନା କରିବା। ଦେଖ ପିଲାମାନେ, ତମେ ଜାଣିଛ ଜଳକୁ ଆମେ କ'ଣ କରୁ? ଜଳ ହିଁ ଜୀବନ। ଜଳ ହେଉଛି ଆମର ଜୀବନ। କାହିଁକି? ଯଦି ଆମେ ଜଳ ନ ପିଇବା ଆମେ ବଞ୍ଚିପାରିବା ନାହିଁ। ଆମେ ଶୋଷ ହେଲେ କ'ଣ କରୁ? ଆମେ ଶୋଷ ହେଲେ ପାଣି ପିଉ। ସେଇଭଳି ଆମେ ଖରାଦିନେ ଆମକୁ ବେଶୀ ଶୋଷ ଲାଗେ। ତେଣୁ ଖରାଦିନେ ଆମେ ସରବତ, ଥଣ୍ଡା ପାନୀୟ ଜଳ, ବେଲପଣା ଏସବୁ ପିଇବାକୁ ଆମକୁ ବହୁତ ଭଲ ଲାଗେ। କାହିଁକି? ଶୋଷ ଆମକୁ ପ୍ରବଳ ହୋଇଥାଏ, ଗରମ ହୋଇଥାଏ। ତେଣୁ ଆମକୁ ପାଣି ପିଇବାକୁ ଇଚ୍ଛା ହୁଏ। ସେଇଭଳି କାକୁଡ଼ି, ତରଭୁଜ ଏସବୁ ଖାଇବାକୁ ଆମକୁ ଭଲ ଲାଗେ। କାହିଁକି ନା ଏସବୁଥିରୁ ଆମ ଶରୀର ପାଇଁ ଜଳ ମିଳିଥାଏ। ଏସବୁ ଆମ କ'ଣ? ଜଳ ମିଳିଥାଏ। ଦେଖ ପିଲାମାନେ, ଏଇ ଛବି ଦେଖ। ଏଇ ଛବିରେ କ'ଣ ଦେଖୁଛ? ଆମେ ଜଳକୁ କେଉଁ କାମରେ ଲଗାଉ ତାହା ଏଇ ଛବି ମାଧ୍ୟମରେ ଆମେ ଦେଖିବା। ଜଳକୁ ଆମେ ଗାଧୋଇବା ପାଇଁ ଆମେ ଜଳକୁ ବ୍ୟବହାର କରୁଛେ। ପାଣି ବ୍ୟବହାର କରୁଛେ। ରୋଷେଇ କରିବା ପାଇଁ ଜଳ ବ୍ୟବହାର କରୁଛେ। ଲୁଗାପଟା ସଫା କରିବା ପାଇଁ, ବାସନ କୁସନ ମାଜିବା ପାଇଁ, ଘର ସଫା କରିବା ପାଇଁ, ଏସବୁ ପାଇଁ ଆମର କ'ଣ? ଜଳ ଆବଶ୍ୟକ। ଛବି ଦେଖୁଛ? ଏଇ ସବୁ କାମ ପାଇଁ ଆମର ଜଳ ଆବଶ୍ୟକ ହୁଏ। ଦେଖ, ଲୁଗା ସଫା କରୁଛି, ଲୁଗା ସଫା କରିବା ପାଇଁ ଜଳ ଆବଶ୍ୟକ। ଘର ସଫା କରିବା, ଘର ଧୋଇବା ପାଇଁ ଜଳ ଆବଶ୍ୟକ କରେ। ତେଣୁ ନିଆଁ ଲିଭାଇବା ପାଇଁ ମଧ୍ୟ ଜଳ ଆବଶ୍ୟକ କରେ। ଯଦି କୌଣସି ସ୍ଥାନରେ ଘର ପୋଡ଼ିଯାଏ ତାହେଲେ ଦମକଳ ବାହିନୀ ଆସନ୍ତି। ସେଥିରେ ଯେଉଁ ପାଣି ପକାଇ ଘରକୁ ବା ଯେଉଁ ନିଆଁ ଲାଗିଯାଇଥିବା ଘରକୁ ଲିଭାନ୍ତି। ପାଣି ଆମେ ଶୋଷ ଲାଗିଲେ ଆମେ ପାଣି ପିଉ। ତେଣୁ ପାଣି ମଧ୍ୟ ପିଉ। ତେଣୁ ଜଳକୁ କେଉଁ କେଉଁ ସବୁ କାମରେ ଲଗାଯାଏ ତାହା ଆମେ ଏହି ଚିତ୍ର ମାଧ୍ୟମରେ ଆମେ ଜାଣିଲେ। ତେବେ ପିଲାମାନେ ଆସ ଏହି ଛବି ମଧ୍ୟରେ ଦେଖିବା ପିଲାଟି କିପରି ଖୁସି ମନରେ ଜଳକୁ ବ୍ୟବହାର କରି ଗାଧୋଉଛି। ସେଭଳି ମା କ'ଣ କରନ୍ତି? ମା ବାସନ ଧୁଅନ୍ତି, ଜଳ ଦ୍ୱାରା ଧୁଅନ୍ତି, ବାସନ ଧୁଅନ୍ତି। ପିଲାମାନେ ଦେଖ, ଗଛଲତା ମଧ୍ୟ ଜଳ ମାଧ୍ୟମରେ ମାଟିରୁ ସେମାନଙ୍କ ଖାଦ୍ୟ ନେଇ ଖାଆନ୍ତି। ଏଣୁ ଜଳ ନ ପାଇଲେ ସେମାନେ ଝାଉଁଳି ମରିଯାଆନ୍ତି। ଯଦି ଜଳ ନ ପାଇବ ତାହେଲେ ଝାଉଁଳି ଯାଆନ୍ତି ଆଉ ମରିଯାଆନ୍ତି। ପଶୁ ପକ୍ଷୀ ମଧ୍ୟ ଜଳ ପିଅନ୍ତି। ଜଳ ଦ୍ୱାରା ଦେହକୁ ଥଣ୍ଡା ରଖନ୍ତି। ଦେଖ ପିଲାମାନେ, ଏଇ ଛବିରେ ହାତୀ ତା ଦେହରେ ପାଣି ପକାଏ। ତା ଦେହରେ ହାତୀ କିପରି ପାଣି ପକାଏ, ଆଉ ଗାଈଟି କିପରି ଖୁସି ମନରେ ଜଳକୁ ପିଏ, ଏବଂ ମଇଁଷି ମଧ୍ୟ ଜଳରେ ବୁଡ଼ି ଗାଧୋଉଥାଏ। ଠିକ୍ ସେଭଳି କୁକୁର ମଧ୍ୟ ଜଳକୁ ପିଉଥାଏ। ତାପରେ ଦେଖ ପିଲାମାନେ, ପ୍ରାଣୀ ଖାଉଥିବା ଖାଦ୍ୟ ଜଳ ଦ୍ୱାରା ହଜମ ହୁଏ। ଆମେ ଖାଦ୍ୟ ଖାଉଛେ, ଖାଦ୍ୟ ଖାଇସାରିଲା ପରେ କ'ଣ କରୁ ନା ଆମେ ପାଣି ପିଉ। ଯଦି ଆମେ ପାଣି ନ ପିଇବା ତାହେଲେ ଆମ ଖାଦ୍ୟ ଯାହା ଖାଇଥିବା ତାହା ହଜମ ହେବ ନାହିଁ। ତେଣୁ ଆମେ ଖାଇବା ସହିତ ଜଳ ମଧ୍ୟ ଆମେ ପିଉ। ମଣିଷ, ପଶୁପକ୍ଷୀ, ଗଛଲତା କେହି ମଧ୍ୟ ଜଳ ବିନା ବଞ୍ଚିପାରିବେ ନାହିଁ। ତେଣୁ କୁହାଯାଇଛି ଜଳ ହିଁ ଜୀବନ। ତେଣୁ ପିଲାମାନେ କୁହାଯାଇଛି ଜଳ ହିଁ ଜୀବନ। ଜଳ ହିଁ ଜୀବନ ବୋଲି। ଏଠି ଦେଖ ପିଲାମାନେ, ଆମେ କେଉଁଠୁ ଜଳ ପାଇବା? ଆମେ କେଉଁଠାରୁ ଜଳ ପାଇବା? ଜଳ ଆମର ଅତି ଦରକାରୀ। ଜଳ ଆମର ଅତି ଦରକାରୀ। ଗଡ଼ି ଯାଉଥିବା ଜଳ ନଈ, ପୋଖରୀ, ସମୁଦ୍ରରେ ରହେ। ତେଣୁ ଆମେ ଜଳ କେଉଁଥିରୁ ପାଉ? ନା କୂଅ, ପୋଖରୀ, ନଳକୂପ ଆଦିରୁ ଆମେ ଜଳ ପାଉ। ଝରଣାରୁ ମଧ୍ୟ ଆମେ ଜଳ ପାଉ। ତାପରେ ଦେଖ ପିଲାମାନେ, ବର୍ଷା ହେଲେ ଜଳ ମାଟିରେ ପଡ଼ି ଗଡ଼ିଯାଏ। ଏହି ମାଟି ତଳକୁ ଭେଦିଯାଏ। ଜଳ ଆମେ କିପରି ପାଉ? ଯେତେବେଳେ ବର୍ଷା ହୁଏ ପାଣି ପଡ଼େ ଏବଂ ସେହି ପାଣି ମାଟିରେ ପଡ଼ି ଗଡ଼େ ଏବଂ ମାଟି ତଳକୁ ଭେଦିଯାଏ। ତେଣୁ
ଆମେ ପୁଣି ଆଉଥରେ ବର୍ଷା ହେଲେ ଗଡ଼ି ଯାଉଥିବା ଜଳ ନଈ ପୋଖରୀ ସମୁଦ୍ରରେ ରହେ। ତାପରେ ମାଟି ଭିତରକୁ ମଧ୍ୟ କିଛି ଜଳ ଯାଇଥାଏ। ତେଣୁ ଆମେ ଯେତେବେଳେ ଆମେ କୂଅ ଖୋଳୁ, କୂଅ ଖୋଳିଲେ ଜଳ ମିଳେ। ପିଲାମାନେ ଜାଣିଛ, କୂଅ ଖୋଳିଲେ ଆମେ ଜଳ ପାଉ, କୂଅରୁ ମଧ୍ୟ ଆମେ ଜଳ ପାଉ। ଆମେ ଜାଣିଛେ ଯେ ଗଭୀର ନଳକୂପ ଜଳ ଯଦି ଆମେ ପିଇବା ତାହେଲେ ସେଥିରେ ଜୀବାଣୁ ନଥାନ୍ତି, କାରଣ ସେହି ପାଣି ହେଉଛି ବିଶୁଦ୍ଧ ପାଣି, ବିଶୁଦ୍ଧ ପାଣି। ତେଣୁ ଗଭୀର ନଳକୂପ ଜଳକୁ ଆମେ ପିଇବା ଉଚିତ। ଆଉ ସାଧାରଣତଃ ଜଳକୁ ଆମେ ଫୁଟାଇ ପିଇବା ଉଚିତ, କାରଣ ଜୀବାଣୁ ମରିଯାଆନ୍ତି। ତେଣୁ ଏଇ ଛବିରେ ଦେଖ, ଜଳକୁ ପାଣିରେ ପାଣି କ'ଣ ଜଳକୁ ଆମେ ଫୁଟାଇ ପିଇଥାଉ। ତାପରେ ଦେଖ ପିଲାମାନେ, ଅଭ୍ୟାସ ପ୍ରଶ୍ନ। ଆମକୁ ଡ୍ୟାସ୍ ଲାଗିଲେ ଆମେ ପାଣି ପିଉ, ଆମକୁ ଶୋଷ ଲାଗିଲେ ଆମେ ପାଣି ପିଉ। ଯଦି ଆମକୁ ଶୋଷ ଲାଗେ ଆମେ କ'ଣ କରୁ? ଆମେ ପାଣି ପିଉ। ତେଣୁ ଲେଖିବା ଶୋଷ ଲାଗିଲେ ପାଣି ପିଉ। ଗଛଲତା ଡ୍ୟାସ୍ ନ ପାଇଲେ ଝାଉଁଳି ମରିଯାଆନ୍ତି। ଗଛଲତା ଜଳ ନ ପାଇଲେ ଝାଉଁଳି ମରିଯାଆନ୍ତି। ଜଳ ଦ୍ୱାରା ଖାଦ୍ୟ ଡ୍ୟାସ୍ ହୁଏ, ଜଳ ଦ୍ୱାରା ଖାଦ୍ୟ ହଜମ ହୁଏ। ଗଭୀର ଡ୍ୟାସ୍ ଜଳ ପିଇବା ଉଚିତ। ଗଭୀର ନଳକୂପର ଜଳ ପିଇବା ଉଚିତ। ଗଭୀର ନଳକୂପର ଜଳ। ବର୍ଷାରୁ ଆମକୁ ଡ୍ୟାସ୍ ମିଳେ, ବର୍ଷାରୁ ଆମକୁ ଜଳ ମିଳେ। ତାପରେ 2 ନମ୍ବର ପ୍ରଶ୍ନ ଦେଖ ପିଲାମାନେ, ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଦିଅ। ଆମେ ଜଳକୁ କେଉଁ କେଉଁ କାମରେ ବ୍ୟବହାର କରୁ? ଜଳକୁ ଆମେ ପଢ଼ିଛେ, ଆଲୋଚନା କଲେ, ଜଳକୁ ଆମେ ଗାଧୋଇଲେ ଏବଂ ପାଣି ଲୁଗା ସଫା କଲେ, ଘର ଧୋଇଲେ, ରୋଷେଇ କାମ କଲେ, ଏହିସବୁ କାମରେ ଆମେ ଜଳକୁ ବ୍ୟବହାର କରୁ। ଉତ୍ତର ଲେଖିବା। ଗଛଲତା କିପରି ଖାଦ୍ୟ ନେଇ ଖାଆନ୍ତି? ଗଛଲତା କିପରି ଖାଦ୍ୟ ନେଇ ଖାଆନ୍ତି? ନା ଗଛଲତାକୁ ମଧ୍ୟ ଜଳ ଦିଆଯାଏ। ଜଳ ଦେବା ଦ୍ୱାରା ଗଛଟି ବଢ଼ିଥାଏ ଏବଂ ସେଥିରେ ଯେଉଁ ଖାଦ୍ୟ, ଗଛ କ'ଣ ଖାଦ୍ୟ ପ୍ରସ୍ତୁତ କରିଥାଏ। ତେଣୁ ମାଟିରୁ ଜଳ ପାଇ, ଖଣିଜ ଲବଣ ପାଇ ଗଛ ଖାଦ୍ୟ ନେଇଥାନ୍ତି। ମାଟି ଉପରେ କେଉଁ କେଉଁ ସ୍ଥାନରେ ଜଳ ମିଳେ? ମାଟି ଉପରେ କେଉଁ କେଉଁ ସ୍ଥାନରେ ଜଳ ମିଳେ? ନଦୀ, ପୋଖରୀ, ନଳକୂପ ଆଦିରୁ ଜଳ ମିଳେ। ମାଟି ଭିତରର ଜଳକୁ ଆମେ କିପରି ପାଉ? ମାଟି ଭିତରର ଜଳକୁ ଆମେ ନଳକୂପ ଦ୍ୱାରା ଆମେ ମାଟି ଭିତରର ଜଳକୁ ଆମେ ପାଉ। ତେଣୁ ପିଲାମାନେ ଏହି ପାଠଟି ବୁଝିଥିବ ଆଶା କରୁଛି। ପରବର୍ତ୍ତୀ କାଳାଂଶରେ ପୁଣି ଆମେ ଆଲୋଚନା କରିବା। ଆମର ଏହି ଚ୍ୟାନେଲକୁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।